ପିଲାମାନେ, ତୁମ ସାନ ନାନୀର ମୋର ପ୍ରୟାସ ଚ୍ୟାନେଲକୁ ତୁମମାନଙ୍କୁ ସ୍ୱାଗତ। ତମ ପାଇଁ ଆଜି ଗୋଟିଏ ସୁନ୍ଦର ଛୋଟ କବିତା ପଢ଼ିବି। ମନ ଦେଇ ଆମର ଶୁଣିବ, କାରଣ କବିତା ଶେଷରେ ମୁଁ ତୁମକୁ ଗୋଟିଏ ପ୍ରଶ୍ନ ପଚାରିବି, ଯାହାର ଉତ୍ତର ତମମାନଙ୍କୁ କମେଣ୍ଟ ବକ୍ସରେ ଲେଖି ଜଣାଇବାକୁ ପଡ଼ିବ। ଆସନ୍ତୁ ଶୁଣିବା ଆଜିର କବିତା। ଆଉ କବିତାଟିର ନାମ ହେଲା ଠେକୁଆ। ଥିଲା ଗୋଟିଏ ବାଳକ, ସେ ଥିଲା ଭାରି ଚାଲାକ। ଖେଳୁଥିଲା ଖରା ବେଳେ, ଦେଖିଲା ଠେକୁଆ ହଳେ। ପାଦ ଚିପି ଚିପି ଗଲା, ଗୋଟିକୁ ଧରି ଆଣିଲା। ନେଲା ତାର ଘରକୁ, ଦେଖାଇଲା ତାର ମାଆକୁ। ବାରିଆଡ଼କୁ ଗଲା, କାଠ ପେଟିଟିଏ ଆଣିଲା। କାଠ ପେଟି ହେଲା ଠେକୁଆ ବାସ, ଖାଇବାକୁ ଦେଲା କଅଁଳ ଘାସ। ସ୍କୁଲରୁ ସେ ଘରକୁ ଆସେ, ଠେକୁଆ ସାଥିରେ ଖେଳରେ ବସେ। ଧୋବ ଫରଫର ଦେହଟି ତାହାର, ଚେରି କୋଳି ପରି ଆଖି, ତାକୁ ଦେଖିଦେଲେ ତମ ମନ ଯିବ ଲାଖି। କିଛି ଦିନ ପରେ ବାଳକ ଦେଖିଲା ଦିନେ, ହରସ ନାହିଁ ଆଉ ଠେକୁଆ ମନେ। ଖାଉନି ସେ ଆଉ କଅଁଳ ଘାସ, ଦେଖାଯାଉଛି ସେ ଭାରି ଉଦାସ। ଚାଲାକ ବାଳକ ସବୁ ବୁଝିଲା, ଠେକୁଆକୁ ନେଇ ତା ସାଙ୍ଗ ପାଖେ ଛାଡ଼ିଲା। ଏବେ ଠେକୁଆ ମନରେ ଭାରି ହରସ, ଡେଇଁ ଡେଇଁ ଖାଏ କଅଁଳ ଘାସ। କବିତାଟି ଏତିକି। ଏବେ ପ୍ରଶ୍ନଟି ମନ ଦେଇ ଶୁଣ। ପ୍ରଶ୍ନଟି ହେଲା, ବାଳକ ଠେକୁଆକୁ କ'ଣ ଖାଇବାକୁ ଦେଉଥିଲା? କମେଣ୍ଟ ବକ୍ସରେ ଲେଖିକି ଜଣାଇବ। ରହିଲି, ପୁଣି ଦେଖାହେବ ଆଉ ଗୋଟିଏ ସୁନ୍ଦର ଛୋଟ କବିତାରେ।